ଜୟ ଜଗନ୍ନାଥ। ମଣିଷ ବଞ୍ଚିବା ପାଇଁ ଯେମିତି ପଞ୍ଚତତ୍ତ୍ୱ ଦରକାର ଏବଂ ଗ୍ରହମାନଙ୍କର ସ୍ଥିତି କୁଣ୍ଡଳୀ ମଧ୍ୟରେ ଯେମିତି ଉଚ୍ଚ ସ୍ଥାନରେ ଥିବା ଦରକାର, ତାହେଲେ ମଣିଷ ପଞ୍ଚତତ୍ତ୍ୱ ଏବଂ ଗ୍ରହମାନଙ୍କର ସ୍ଥିତି ଯଦି ଅନୁକୂଳ ଅବସ୍ଥାରେ ଥାନ୍ତି ତାହେଲେ ସେ ବ୍ୟକ୍ତି ଉତ୍ତରୋତ୍ତର ଉନ୍ନତି କରେ। ଯଦି ପଞ୍ଚତତ୍ତ୍ୱ ଇନବାଲାନ୍ସ ଏବଂ କୁଣ୍ଡଳୀରେ ଗ୍ରହମାନଙ୍କର ମଧ୍ୟ ଯଦି ଇନବାଲାନ୍ସ ଥାଏ ତାହେଲେ ସେ ବ୍ୟକ୍ତି ଜୀବନ ସାରା ଦୁଃଖ ଏବଂ କଷ୍ଟରେ କାଳ ଅତିବାହିତ କରେ। ଠିକ୍ ସେମିତି ବାସ୍ତୁ ବା ଘର, ଯଦି ଘର ଦିଗ ଏବଂ ପଞ୍ଚମହାଭୂତ ବା ପଞ୍ଚତତ୍ତ୍ୱ ଏବଂ ଗ୍ରହମାନଙ୍କର ଯଦି ଇନବାଲାନ୍ସ ହୋଇଯାଏ ତାହେଲେ ସେ ଘର କମ୍ ଦିନ ଭିତରେ ନଷ୍ଟ ହୋଇଯାଏ। ତେଣୁ ପଞ୍ଚତତ୍ତ୍ୱ ବା ପଞ୍ଚମହାଭୂତ ମାଟି, ପାଣି, ଅଗ୍ନି, ବାୟୁ, ଆକାଶ ଏ ହେଉଛନ୍ତି ପଞ୍ଚମହାଭୂତ। ଅଗ୍ନି କୋଣରେ ଅଗ୍ନିତତ୍ତ୍ୱ, ନୈಋତ କୋଣ ଭୂମିତତ୍ତ୍ୱ ବା ମାଟି ତତ୍ତ୍ୱ, ବାୟୁ କୋଣ ହେଲା ବାୟୁ ତତ୍ତ୍ୱ, ଐଶାନ୍ୟ କୋଣ ହେଲା ଜଳ ତତ୍ତ୍ୱ, ଏ ମଧ୍ୟଭାଗକୁ ହେଲା ଆକାଶ ତତ୍ତ୍ୱ ବିଶିଷ୍ଟ। ଯଦି ପୂର୍ବ ଦିଗ ଅଗ୍ନି ଜଳ ତତ୍ତ୍ୱ, ଦକ୍ଷିଣ ଦିଗରେ ଆପଣ ହେଲା ଅଗ୍ନି ତତ୍ତ୍ୱ ବା ଭୂମି ତତ୍ତ୍ୱ ଥାଏ ଅବସ୍ଥାରେ, ପଶ୍ଚିମ ଦିଗ ଭୂମି ତତ୍ତ୍ୱ ଏବଂ ବାୟୁ ତତ୍ତ୍ୱ ଉପରେ ଆଧାରିତ, ଉତ୍ତର ଦିଗ ବାୟୁ ଏବଂ ଜଳ ତତ୍ତ୍ୱର ସମାହାର ଅଟେ। ଗୃହରେ ଏମାନଙ୍କର ସନ୍ତୁଳନ ଯଦି ବାଲାନ୍ସ ଠିକ୍ ରକ୍ଷା କରିଥାନ୍ତି ଆପଣ, ତାହେଲେ ଗୃହବାସୀ ସୁଖ ଏବଂ ସ୍ୱଚ୍ଛନ୍ଦରେ ଜୀବନଯାପନ କରିଥାନ୍ତି। ଆମେ ଜାଣିବା ଯେ ତତ୍ତ୍ୱ ପ୍ରତି ଦିଗରେ ଗ୍ରହମାନଙ୍କର ଠିକ୍ ଅବସ୍ଥିତ ଅଛି କି ନାହିଁ। ସେ ଦିଗରେ ସେ ଗ୍ରହମାନ ଯଦି ଇନବାଲାନ୍ସ କରନ୍ତି, ତାଙ୍କରକୁ କ୍ଷତି ହେଲା ଭଳି ଯଦି କିଛି କାର୍ଯ୍ୟ ଆମେ କରନ୍ତି ତାହେଲେ ସେ ଘର ଗ୍ରହମାନଙ୍କର କୋପରୁ ମଧ୍ୟ ରକ୍ଷା ମିଳେ ନାହିଁ। ପ୍ରଥମେ ଦେଖିବା ପୂର୍ବ ଦିଗ। ପୂର୍ବ ଦିଗରେ ଅଧିପତି ହେଲେ ଗ୍ରହ ସୂର୍ଯ୍ୟ, ଦେବତା ହେଉଛନ୍ତି ଇନ୍ଦ୍ର। ତେଣୁ ପୂର୍ବ ଦିଗରେ ସୂର୍ଯ୍ୟ ଏବଂ ଇନ୍ଦ୍ରଙ୍କୁ ଯଦି ଇନବାଲାନ୍ସ ଭଳି କିଛି ଆମେ କାର୍ଯ୍ୟ କରୁଛନ୍ତି ତାହେଲେ ସେ ଗ୍ରହ ଏବଂ ସେ ଦେବତା ଘର ଉପରେ କୋପ ଦୃଷ୍ଟି ପଡ଼ିବ। ଅଗ୍ନି କୋଣର ଅଧିପତି ହେଲେ ଗ୍ରହ ହେଲେ ଶୁକ୍ର, ଦେବତା ହେଉଛନ୍ତି ଅଗ୍ନି। ତେଣୁ ସେ ଜାଗାକୁ ମଧ୍ୟ ଇନବାଲାନ୍ସ କରିବେ ନାହିଁ। ଦକ୍ଷିଣ ଦିଗର ଅଧିପତି ହେଲେ ଗ୍ରହ ମଙ୍ଗଳ ଗ୍ରହ, ଦେବତା ହେଉଛନ୍ତି ଯମ। ନୈଋତ୍ୟ ଦିଗରେ ଅଧିପତି ହେଲେ ରାହୁ ଗ୍ରହ ଏବଂ ଦେବତା ହେଉଛନ୍ତି ନୈଋତ। ପଶ୍ଚିମ ଦିଗରେ ଅଧିପତି ଗ୍ରହ ହେଲେ ନ୍ୟାୟାଧୀଶ ଶନିଶ୍ଚର ମହାଗ୍ରହ, ଦେବତା ହେଉଛନ୍ତି ବରୁଣ। ଠିକ୍ ସେମିତି ବାୟୁକୋଣର ଅଧିପତି ଗ୍ରହ ହେଲେ ଚନ୍ଦ୍ରମା, ଦେବତା ହେଉଛନ୍ତି ବାୟୁ। ଉତ୍ତର ଦିଗର ଅଧିପତି ହେଲେ ଗ୍ରହ ହିସାବରେ ବୁଧ, ଦେବତା ହେଉଛନ୍ତି କୁବେର। ତେଣୁ ଏସବୁ ଜିନିଷକୁ ଯଦି ଆପଣ ଇନବାଲାନ୍ସ କରି ଘର ଆପଣ କରୁଛନ୍ତି ତାହେଲେ ସେ ଘର କମ୍ ଦିନରେ ଭୁଷୁଯାଏ। ତେଣୁ ଗ୍ରହମାନଙ୍କର ସହିଲା ଭଳି କାର୍ଯ୍ୟ ଆପଣ କରି ଯଦି ଘର କରୁଛନ୍ତି ସେ ଘର ଉତ୍ତରୋତ୍ତର ଉନ୍ନତି କାମନା ହୁଏ। ଜୟ ଜଗନ୍ନାଥ।